ନମସ୍କାର ଫ୍ରେଣ୍ଡସ୍, ଆପଣମାନଙ୍କର ଯଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆପଣମାନଙ୍କ ନାମ ଲିଷ୍ଟରେ ଅଛି ତ ଆପଣମାନେ ଏ ଭିଡ଼ିଓକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଏ ଭିଡ଼ିଓରେ ଆପଣମାନେ ସବୁକିଛି ଜାଣିପାରିବେ। ଆପଣ ସର୍ବପ୍ରଥମେ ନିଜ ମୋବାଇଲରେ ଯେକୌଣସି ବ୍ରାଉଜରରେ ସର୍ଚ୍ଚ କରିବେ pmayg.nic.in। ଏହା ଉପରେ କ୍ଲିକ୍ କରିବେ। ଏହାପରେ ପ୍ରଥମ ଅପସନ୍ ଆସିଲା pmayg.nic.in। ଏହା ଉପରେ କ୍ଲିକ୍ କରିବେ। ଏବେ ଦେଖନ୍ତୁ ଏହାର ଅଫିସିଆଲ ୱେବସାଇଟ୍ ଖୋଲିଯାଇଛି। ଦେଖନ୍ତୁ ଗୋଟେ 3 ଡଟ୍ ଅଛି, 3 ଡଟ୍ ଉପରେ କ୍ଲିକ୍ କରନ୍ତୁ। ଏହାପରେ ତଳକୁ ସ୍କ୍ରୋଲ୍ କରି ଆୱାସଫ୍ଟ ଉପରେ କ୍ଲିକ୍ କରିବେ। ଏହାପରେ ତଳକୁ ସ୍କ୍ରୋଲ୍ କରିବେ, ରିପୋର୍ଟ ଉପରେ କ୍ଲିକ୍ କରନ୍ତୁ। ଏହାପରେ କ'ଣ କରିବେ ନା ତଳକୁ ସ୍କ୍ରୋଲ୍ କରିବେ। ଦେଖନ୍ତୁ FEFMS ରିପୋର୍ଟସ୍। ଏହା ଉପରେ ଗଲେ 3 ନମ୍ବର ଅପସନ୍ ଲେଖା ହେଇଛି ବେନିଫିସିଆରିଜ୍ ରେଜିଷ୍ଟର ଆକାଉଣ୍ଟସ୍ ଫ୍ରୋଜେନ୍ ଆଣ୍ଡ ଭେରିଫାଏଡ୍। ଏହା ଉପରେ କ୍ଲିକ୍ କରନ୍ତୁ। ଏହାପରେ କ'ଣ କରିବେ ନା ଦେଖନ୍ତୁ ଏବେ ସିଲେକ୍ସନ୍ ଫିଲ୍ଟର୍ସ ରହିଛି, ଆପଣ କରିବେ ନା ତାହା ଉପରେ କ୍ଲିକ୍ କରିବେ। ଦେଖିବେ ଆପଣ କେଉଁ ଇୟର୍ ପାଇଁ ଦେଖୁଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲିଷ୍ଟ 2023-24। ତ 2023-24 ଉପରେ କ୍ଲିକ୍ କରିବେ। ଏହାପରେ କ'ଣ କରିବେ ନା ସିଲେକ୍ଟ ଉପରେ କ୍ଲିକ୍ କରିବେ। ତାହେଲେ ଆପଣ କ'ଣ ପାଇଁ ଦେଖୁଛନ୍ତି, ଯେ ଆମେ ଦେଖୁଛେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ, ଏହାର ଲିଷ୍ଟ ଦେଖିବା, ତ ଆପଣ ତା ଉପରେ କ୍ଲିକ୍ କରିବେ। ଏବେ ଦେଖନ୍ତୁ ଆପଣଙ୍କ ଷ୍ଟେଟ୍ କ'ଣ ଏଠାରେ ଚୁଜ୍ କରିବା ପାଇଁ ଦେଉଛି, ତ ଆପଣ ନିଜର ଷ୍ଟେଟ୍ ଏଠାରେ ଦେଇଦେବେ। ଏବେ ଆପଣ କ'ଣ କରିବେ ନା ସିଲେକ୍ଟ ଡିଷ୍ଟ୍ରିକ୍ଟ। ଏବେ ଆପଣ ନିଜର ଡିଷ୍ଟ୍ରିକ୍ଟ ଏଠାରେ ଦେଇଦିଅନ୍ତୁ। ଏହାପରେ ଦେଖନ୍ତୁ ଆପଣଙ୍କର ବ୍ଲକ କ'ଣ, ତ ମୁଁ ଆମର ଏଠାକାର ବ୍ଲକ ଦେଇଦେଉଛି, ତ ଆପଣ ନିଜର ବ୍ଲକ ଏଠାରେ ଦେଇଦିଅନ୍ତୁ। ଏବେ ଦେଖନ୍ତୁ ପଞ୍ଚାୟତ, ଆପଣଙ୍କ ପଞ୍ଚାୟତ କ'ଣ, ଏଠାରେ ଆପଣ ନିଜର ପଞ୍ଚାୟତ ଦେଇଦିଅନ୍ତୁ। ଏବେ ଦେଖନ୍ତୁ କ୍ୟାପ୍ଚାଟି ଏଠାରେ ଫିଲ୍ଅପ୍ କରିଦିଅନ୍ତୁ। ଏବେ ଆପଣ ସବମିଟ୍ ଉପରେ କ୍ଲିକ୍ କରିଦିଅନ୍ତୁ। ଦେଖନ୍ତୁ ଏବେ ଲିଷ୍ଟ ଆସିଯାଇଛି। ଏବେ ଦେଖନ୍ତୁ ଆପଣଙ୍କ ନାମ ଏଠାରେ ଅଛି କି ନାହିଁ ଏବଂ କେଉଁମାନଙ୍କର ରିଜେକ୍ଟ ହେଇଛି, କ'ଣ ପାଇଁ ରିଜେକ୍ଟ ହେଇଛି ଏଠାରେ ଦେଇଛି। ଦେଖନ୍ତୁ ଏଠି ଜଣେ ରିଜେକ୍ଟ ହେଇଛି କ'ଣ ପାଇଁ, ରିଜେକ୍ଟେଡ୍ ବାଇ ବ୍ୟାଙ୍କ ଆଜ୍ ଦ ଆକାଉଣ୍ଟ ନମ୍ବର ଡାଜ୍ ନଟ୍ ଏକ୍ଜିଟ୍। ଆକାଉଣ୍ଟ ନମ୍ବର ଏଠାରେ ଦେଇନାହାନ୍ତି, ସେଥିପାଇଁ ଏଟା ରିଜେକ୍ଟ ହେଇଯାଇଛି। ଯଦି ଆପଣମାନେ এই PDFକୁ ଡାଉନଲୋଡ଼ କରିବାକୁ ଚାହୁଁଛନ୍ତି ତେବେ ଆପଣ ଡାଉନଲୋଡ଼ PDFରେ କ୍ଲିକ୍ କରି ଆପଣମାନେ PDFଟି ଡାଉନଲୋଡ଼ କରିପାରିବେ। ଭିଡ଼ିଓକୁ ଶେଷ କରିବା ପୂର୍ବରୁ ଭିଡ଼ିଓଟି କହୁଛି, ଯଦି ଭଲ ଲାଗିଥାଏ ତ ଆପଣମାନେ ଲାଇକ୍, କମେଣ୍ଟ, ସେୟାର ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ।